ଦେଖନ୍ତୁ ଭଗବାନଙ୍କ କାମ ତାଙ୍କ ଇଚ୍ଛା ବିନା କିଛି ହୁଏ ନାହିଁ। ତାଙ୍କ ଇଚ୍ଛା ବିନା ସେ ପାଦେ ବି ଘୁଞ୍ଚି ପାରିବେନି କି ତାଙ୍କୁ ଘୁଞ୍ଚେଇ ପାରିବନି। ମହାପ୍ରଭୁଙ୍କର ଇଚ୍ଛା ଅଛି, ମହାପ୍ରଭୁଙ୍କର ନିର୍ଦ୍ଦେଶ ଅଛି, ମହାପ୍ରଭୁଙ୍କର କରୁଣା ଅଛି, ସେହି ଅନୁଯାୟୀ ତାଙ୍କରି ଲୀଳାର ପ୍ରଦର୍ଶନ ହେଉଛି। ତେଣୁକରି ଏଥିରେ ଶୃଙ୍ଖଳାର ସହିତ କରିବା ପାଇଁ କେବଳ ଆମେ ଉଦ୍ୟମ ଆରମ୍ଭ କରିଛୁ ଏବଂ ଶୃଙ୍ଖଳାର ସହିତ ଏ କାର୍ଯ୍ୟକୁ ଆରମ୍ଭ କରାଯାଇଛି, ଯେଉଁଥିରେ କି ସମସ୍ତ ନିଯୋଗର ସବୁ ବନ୍ଧୁମାନଙ୍କର ସହଯୋଗ ଅଛି। ବିଶେଷ କରିକି ଯେଉଁ ନିଯୋଗର ବନ୍ଧୁମାନେ ଯେଉଁମାନଙ୍କର ରଥ ଉପରେ ଯେଉଁମାନଙ୍କର ଦାୟିତ୍ୱ ଅଛି ସେମାନଙ୍କର ବି ସବୁ ପ୍ରକାର ସହଯୋଗ ଅଛି। ତେଣୁକରି ସମସ୍ତଙ୍କର ସହଯୋଗକୁ ନେଇକି ଏ କାର୍ଯ୍ୟ ଚାଲିଛି। ପୁରାପୁରି ଭାବରେ 36 ନିଯୋଗର ଏଥିରେ ସମସ୍ତଙ୍କର ପ୍ରଚ୍ଛନ୍ନ ସାହାଯ୍ୟ ଅଛି, ସହଯୋଗ ଅଛି ଯେ ଶୃଙ୍ଖଳାର ସହିତ ପ୍ରଭୁଙ୍କର ରଥଯାତ୍ରା ହେଉ ବୋଲି। ତେଣୁକରି ସେ ରଥଯାତ୍ରା ଶୃଙ୍ଖଳାର ସହିତ ହେବ ଏ କଥାର ବିଶ୍ୱାସ ବି ଆମ ସମସ୍ତଙ୍କର ଅଛି। ନିଶ୍ଚିତ ଭାବରେ ଆମେ ସମସ୍ତେ ତ ଅଛୁ, ଆମେ ସମସ୍ତେ ଅଛୁ ଏଠି ଏବଂ ମହାପ୍ରଭୁଙ୍କର କାର୍ଯ୍ୟ ଆମ ପାଇଁ ପ୍ରାଥମିକତା। ମହାପ୍ରଭୁଙ୍କ କାର୍ଯ୍ୟ ସରିବା ପରେ ସମସ୍ତେ ନିଶ୍ଚିତ ଭାବରେ ଫେରିବେ। ଦେଖନ୍ତୁ ସେବାୟତଙ୍କର ତାଙ୍କର କର୍ତ୍ତବ୍ୟ ଅଛି, ତାଙ୍କର ଅଧିକାର ଅଛି ରଥ ଉପରେ ମହାପ୍ରଭୁଙ୍କର ସେବା କରିବା ପାଇଁ ଏବଂ ସେମାନେ କରୁଛନ୍ତି। ଅଣସେବାୟତ ଚଢ଼ିବାଟା ନିଶ୍ଚିତ ଭାବରେ ଏକ ବର୍ଜନୀୟ କଥା। ଅତୀତରେ ବି ସେ କଥା ବର୍ଜନୀୟ ଥିଲା ଏବଂ ଆଜି ବି ବର୍ଜନୀୟ ଅଛି। ତେଣୁ କୌଣସି ଅଣସେବାୟତ ଚଢ଼ିବେ ନାହିଁ ସେ ପାଇଁ ନିଶ୍ଚିତ ଭାବରେ ନଜର ରଖାଯାଇଛି ଏବଂ ସମସ୍ତେ ସେଥିରେ ସହଯୋଗ ବି କରୁଛନ୍ତି। ବିଶେଷ କରି ଦଇତାପତି ବନ୍ଧୁମାନେ ବି ଏଥିରେ ସହଯୋଗ ତାଙ୍କର ଦେଇଛନ୍ତି। ଭିତରତ୍ନ ଭଣ୍ଡାର ଖୋଲିବାର ତାରିଖ ବହୁତ ଶୀଘ୍ର ରଥଯାତ୍ରା ସରିବା ପରେ ଭିତରତ୍ନ ଭଣ୍ଡାର ଖୋଲିବାର ତାରିଖ ଦ୍ୱିତୀୟ ଥର ଯେଉଁ ଖୋଲିବ ଏବଂ ସିଫ୍ଟିଂ ହେବ ତାର ତାରିଖ ବହୁତ ଶୀଘ୍ର ନିର୍ଦ୍ଦିଷ୍ଟ ହେଉଛି ଏବଂ ସେ ତାରିଖ ହେଲା ପରେ ଆପଣମାନଙ୍କୁ ଜଣାଇବି। ସେ ବାବଦରେ ଥରେ ପ୍ରାଥମିକତା ଆମର ହେଉଛି ଗଣତି ମଣତି ଥରେ ଆରମ୍ଭ ହୋଇଯାଉ। ଗଣତି ମଣତି ସରିଲା ପରେ ସେ ବାବଦରେ ଆମେ ଚିନ୍ତା କରିବୁ କ'ଣ କରାଯିବା କଥା କ'ଣ ନ କରାଯିବା କଥା ସେ ବାବଦରେ ଚିନ୍ତା କରିବୁ। ଦେଖନ୍ତୁ ଚାବି କ'ଣ ହେଇଥିଲା ସେଟା ପୁରା ତଦନ୍ତ ସାପେକ୍ଷ। ଡୁପ୍ଲିକେଟ୍ ଚାବିର ନାଁ କାହିଁକି କୁହାଯାଇଥିଲା ସେ ବି ତଦନ୍ତ ସାପେକ୍ଷ। କାହିଁକିନା ସେ ଚାବି ଏବଂ ତାଲାର ସାଇଜ୍ ଦେଖିଲେ ସ୍ପଷ୍ଟ ଥିଲା ଅନୁମାନ ଯେ ସେ ତାଲାର ସେ ଚାବି ନୁହେଁ। କିନ୍ତୁ କ'ଣ ପାଇଁ କରାଯାଇଥିଲା ସେ କଥା ତଦନ୍ତ ପରେ ହିଁ ଜଣାପଡ଼ିବ। ତଦନ୍ତ ହେଲା ପରେ ସେ କଥାର ସ୍ପଷ୍ଟତା ଅଛି।